ଉପବାସ କରୁଥିଲେ ସାବଧାନ। ହିନ୍ଦୁ ଧର୍ମରେ ଅନେକ ପର୍ବପର୍ବାଣୀ ରହିଛି। ଓଷା, ବ୍ରତ ଇତ୍ୟାଦି ରହିଛି। ପ୍ରତ୍ୟେକ ପୂଜାରେ ହିନ୍ଦୁମାନେ ଉପବାସ ରଖିଥାନ୍ତି। ମୁଖ୍ୟତଃ ଘରର ସ୍ତ୍ରୀ ଲୋକମାନେ। ଉପବାସ ଅର୍ଥ ଆମେମାନେ ଜାଣିଛେ ଉପାସ, କିଛି ନ ଖାଇ, କେତେକ ସ୍ଥଳରେ କିଛି ନ ପିଇ ଅର୍ଥାତ୍ ଅନ୍ନ ଜଳ ସ୍ପର୍ଶ ନ କରି ଅଧିକ ସମୟ ଉପାସ ରହିଥାନ୍ତି। ଏହି ଉପବାସର ପ୍ରକୃତ ଅର୍ଥ କ'ଣ କେବଳ ଏତିକି? ଆସନ୍ତୁ ଉପବାସ ବିଷୟରେ ଭଲ ଭାବରେ ଆପଣମାନଙ୍କୁ ବୁଝାଇ କହୁଛି। ଅନେକ ଜାଗାରୁ ଆପଣମାନେ ଶୁଣିଥିବେ ଯେ ଉପ ଅର୍ଥ ନିକଟ, ବାସ ଅର୍ଥ ରହିବା ବା ବାସ କରିବା। ଉପବାସ ଅର୍ଥ ଯେଉଁ ଈଶ୍ୱରଙ୍କୁ ଆମେ ଡାକୁଛେ, ପ୍ରାର୍ଥନା କରୁଛେ ବା ପୂଜା କରୁଛେ, ତାଙ୍କ ପାଇଁ ବ୍ରତ ରଖୁଛେ, ସେହି ଈଶ୍ୱରଙ୍କ ନିକଟରେ ସେହି ଦିନଟି ବାସ କରିବା ଅର୍ଥାତ୍ ନିଜର ମନକୁ, କାୟ, ମନ, ବାକ୍ୟ ଏ ସମସ୍ତକୁ ଈଶ୍ୱରଙ୍କ ନିକଟରେ ସମର୍ପଣ ରଖିବା। ସେହି ଦିନଟି ଈଶ୍ୱରଙ୍କ ବିଷୟରେ ଚିନ୍ତା କରିବା। ଏହିଭଳି କ୍ଷେତ୍ରରେ ଆମେ ଭଗବାନଙ୍କୁ ବାହାରେ ଅର୍ଥାତ୍ ପୂଜା ଘରେ ବା ମନ୍ଦିରରେ ଇତ୍ୟାଦି ସ୍ଥାନରେ ରହିଥିବାର ବିଶ୍ୱାସ କରିଥାଉ। ଆମେମାନେ ଭୁଲି ଯାଇଥାଉ ଯେ ଈଶ୍ୱର ତାଙ୍କର ଅଂଶ ଆତ୍ମା ସ୍ୱରୂପରେ ଆମ ଦେହରେ ବିଦ୍ୟମାନ ଅଛନ୍ତି। ମଣିଷ ଶରୀରର ଏହି ପ୍ରସ୍ତୁତି ଏବଂ ପ୍ରକ୍ରିୟାକୁ ଯୋଗୀ ମୁନିଋଷିମାନେ ଭଲ ଭାବରେ ଜାଣିଛନ୍ତି। ସେମାନେ ଜାଣନ୍ତି ଯେ ଖାଦ୍ୟ ଗ୍ରହଣ ଦ୍ୱାରା ମଣିଷ ଶରୀରର କେଉଁ ଅଙ୍ଗଗୁଡ଼ିକ ଅଧିକ କାର୍ଯ୍ୟ କରିଥାଏ। ଯେମିତିକି ଆମ ଶରୀରରେ ଥିବା ପାକସ୍ଥଳୀ, ଯକୃତ, କ୍ଷୁଦ୍ରାନ୍ତ୍ର, ବୃହଦନ୍ତ୍ର ଇତ୍ୟାଦି ପେଟ ଭିତରେ ଥିବା ଅଙ୍ଗଗୁଡ଼ିକ ଖାଦ୍ୟ ଖାଇବା ମାତ୍ରକେ ସକ୍ରିୟ ହୋଇ ଉଠନ୍ତି ଏବଂ ଶରୀରର ଅନ୍ୟ କୌଣସି ସ୍ଥାନରେ ଥିବା ରକ୍ତ ସେହି ଜାଗାକୁ ଅଧିକ ମାତ୍ରାରେ ପ୍ରବାହିତ ହୋଇଥାଏ ଏବଂ ଖାଦ୍ୟକୁ ପାଚନ କରିବାରେ, ପଚାଇବାରେ ସାହାଯ୍ୟ କରିଥାଏ। ଯାହାଦ୍ୱାରା ଆମ ଭିତରେ ଥିବା କୁଣ୍ଡଳିନୀ ଶକ୍ତି, ଯାହାକି ଐଶ୍ୱର୍ଯ୍ୟ ଶକ୍ତି ଆମେ ମାନିଥାଉ, ତାହା ଊର୍ଦ୍ଧ୍ୱଗାମୀ ହୋଇପାରେ ନାହିଁ। ଏହିଭଳି ପରିସ୍ଥିତିରେ ଦୁଇଟି ସମସ୍ୟା ଦେଖା ଦେଇଥାଏ। ପ୍ରଥମଟି ହେଉଛି ଯଦି ଆମେ କୌଣସି ଗରିଷ୍ଠ ଖାଦ୍ୟ, ଗରିଷ୍ଠ ଅର୍ଥାତ୍ ଯାହା ଡେରିରେ ଆମ ଶରୀରରେ ହଜମ ହେବ, ଆମ ରକ୍ତରେ ମିଶିବ, ଯେମିତିକି ପ୍ରୋଟିନ୍ ବା ଫ୍ୟାଟ୍, ଏସବୁ ଜିନିଷ ଆମ ଶରୀରରେ ବହୁତ ଡେରିରେ ରକ୍ତରେ ମିଶେ। ତେଣୁ ତାକୁ ପାଚନ କରିବା ପାଇଁ ଆମ ଶରୀରକୁ ବହୁତ ଶକ୍ତି ଖଟାଇବାକୁ ହୋଇଥାଏ। ତେଣୁ ପ୍ରଥମ କ୍ଷେତ୍ରରେ ଯଦି ଆମେ ଗରିଷ୍ଠ ଖାଦ୍ୟ ଖାଇଥାଉ, ତାହେଲେ ଆମ ପେଟରେ ଅଧିକ ପରିମାଣରେ ରକ୍ତ ପ୍ରବାହିତ ହୋଇଥାଏ ଏବଂ ଶରୀରରେ ଶକ୍ତିକୁ ଊର୍ଦ୍ଧ୍ୱଗାମୀ କରିବା ସମ୍ଭବପର ହୋଇନଥାଏ। ଦ୍ୱିତୀୟ ସମସ୍ୟାଟି ହେଉଛି ଯଦି ଆମେ ଉପବାସ ଦିନ କମ୍ ଖାଇଥାଉ ବା ବିଲକୁଲ ନ ଖାଇଥାଉ କିମ୍ବା କୌଣସି ପ୍ରକାର ପାନୀୟ ନ ପିଇଥାଉ, ତାହେଲେ ସେହି ଶକ୍ତିକୁ ଊର୍ଦ୍ଧ୍ୱଗାମୀ କରିବା ପାଇଁ ଯେତିକି ଆବଶ୍ୟକ ଖାଦ୍ୟ ସେତିକି ଆମେ ଶରୀରକୁ ଯୋଗାଇ ପାରିନଥାଉ। ତେଣୁ ଦୁଇଟି ଯାକ ସମସ୍ୟା ଅର୍ଥାତ୍ ଯଦି ଆମେ ଅଧିକ ଖାଉ କିମ୍ବା ଯଦି ଆମେ ବିଲକୁଲ ଖାଦ୍ୟ ଛାଡ଼ିଦେଉ, ତାହେଲେ କୌଣସି ମତେ ଆମେ ଈଶ୍ୱରଙ୍କ ନିକଟରେ ବାସ କରିପାରିବା ନାହିଁ। ଆମ ଶରୀର ଭିତରେ ଥିବା ଆମ ଆତ୍ମା, ଯାହାକି ଆମ ହୃଦୟ ପାଖରେ ଅଛି, ମେରୁଦଣ୍ଡ ଭିତରେ ଥିବା ଶକ୍ତି ରସକୁ ସେ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଯେଉଁ ବଳ ଦରକାର, ସେଭଳି ବଳ ଆମେ ତିଆରି କରିବାରେ ଅସମର୍ଥ ହେଇଥାଉ। ଉପବାସ ଯେ କେବଳ ସେଇମାନଙ୍କ ପାଇଁ ଆବଶ୍ୟକ ଯେଉଁମାନେ କୌଣସି ବ୍ରତ ବା ପୂଜା ପାର୍ବଣ କରୁଛନ୍ତି ତା ନୁହେଁ, ବରଂ ସମସ୍ତ ବ୍ୟକ୍ତିଙ୍କ ପାଇଁ ଆବଶ୍ୟକ। ଆମେ ସବୁବେଳେ କିଛି ନା କିଛି ଖାଦ୍ୟ ଖାଇ ଦେଇଥାଉ, ଯାହାକି ଆମ ଶରୀର ଶୀଘ୍ର ହଉ ବା ଡେରିରେ ହଉ ପଚାଇବାରେ ସମର୍ଥ ହୋଇନଥାଏ। ତେଣୁ ଆମର ଶରୀରର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗକୁ ଗୋଟିଏ ଦିନ ବା 2 ଦିନ ଆବଶ୍ୟକ ଶକ୍ତି ଅନୁସାରେ ଆମେ ଯଦି କିଛି ସମୟ ପାଇଁ ସ୍ଥିରତା ପ୍ରଦାନ କରିବା, ତାହେଲେ ସେମାନେ ନିଶ୍ଚିତ ଭାବରେ ପୁନଃ କାର୍ଯ୍ୟ କରିବା ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ। ତେଣୁ ଉପବାସର ପ୍ରକୃତ ଅର୍ଥକୁ, ମୂଳ ଅର୍ଥକୁ ବୁଝିବାକୁ ହେବ। ସମ୍ପୂର୍ଣ୍ଣ ରୂପେ ଖାଦ୍ୟ ଛାଡ଼ିଦେବା ଅର୍ଥ ଉପବାସ ନୁହେଁ, କିମ୍ବା ନିର୍ଦ୍ଧାରିତ ଦିନର ପୂର୍ବରୁ ଅତ୍ୟଧିକ ଖାଇଦେବା କିମ୍ବା ଉପବାସ ଦିନ ପରେ ଅଧିକ ଖାଇଦେବା, ଏହାକୁ ମଧ୍ୟ ପ୍ରକୃତ ଉପବାସ କୁହାଯାଏ ନାହିଁ। ଆବଶ୍ୟକୀୟ ଶକ୍ତି ସ୍ନାୟୁକୁ ଯାହା ଦରକାର, ସେହିଭଳି ଶକ୍ତି ଯୋଗାଇବା ପାଇଁ
ଯେଉଁ ଖାଦ୍ୟ ଆବଶ୍ୟକ ତାକୁ ଆମେ ଉପବାସ ଦିନ ନିହାତି ଭାବରେ ଭକ୍ଷଣ କରିବା ଉଚିତ। ଅନେକ ଆଧୁନିକ ବ୍ୟକ୍ତିମାନଙ୍କ ମନରେ ପ୍ରଶ୍ନ ଆସେ, ଉପବାସ ନ କଲେ ଚଳିବନି? ନିଶ୍ଚୟ ଚଳିବ। ଯେଉଁ ଉପବାସ ଆପଣମାନେ ଭାବୁଛନ୍ତି ଖାଦ୍ୟ ଛାଡ଼ିଦେବା, ଯଦି ସେଇଭଳି ଭାବୁଛନ୍ତି ତାହେଲେ ଉପବାସ ନ କଲେ ଚଳିବ। ଯଦି ଆପଣମାନେ ଭାବୁଛନ୍ତି ଯେ ଉପବାସ ହେଉଛି ଈଶ୍ୱରଙ୍କ ନିକଟରେ ନିଜର ଶରୀରକୁ ନିଜର ଆତ୍ମାକୁ ଲଗାଇ ରଖିବା, ତାହେଲେ ଉପବାସ ନିହାତି ଭାବରେ ଆବଶ୍ୟକ। ଭଗବାନ ଶ୍ରୀକୃଷ୍ଣ ଶ୍ରୀମଦ୍ ଭଗବତ ଗୀତାରେ କହିଛନ୍ତି, ଯୁକ୍ତ ଆହାର ବିହାରସ୍ୟ ଯୁକ୍ତ ଚେଷ୍ଟସ୍ୟ କର୍ମସୁ ଯୁକ୍ତ ସ୍ୱପ୍ନାବବୋଧସ୍ୟ ଯୋଗ ଭବତି ଦୁଃଖହା। ଅର୍ଥାତ୍ ଯଦି ଆମେ ପ୍ରତ୍ୟେକ ଜିନିଷରେ ମଜି ନ ଯାଇ ନିୟନ୍ତ୍ରିତ ଭାବରେ ସେଗୁଡ଼ିକୁ ପାଳନ କରିବା, ଅର୍ଥାତ୍ ଯେତିକି ଆବଶ୍ୟକ ସେତିକି ଖାଇବା, ଶରୀରର ଆବଶ୍ୟକତା ଅନୁସାରେ ଖାଇବା, କେବଳ ଯେ ଭୋକ ମେଣ୍ଟିବା ପାଇଁ ନୁହେଁ, ଶରୀରକୁ ଶକ୍ତି ସାମର୍ଥ୍ୟ ଯୋଗାଇବା ପାଇଁ ଆମେ ଆହାର ଭକ୍ଷଣ କରିବା, ତାହା ସହିତ ନିଜର ମନକୁ ପ୍ରଫୁଲ୍ଲିତ କରିବା ପାଇଁ ଆନନ୍ଦ ଯେତିକି ଆମ ପାଇଁ ଆବଶ୍ୟକ ସେଇଭଳି ଗ୍ରହଣ କରିବା, ଉଚିତ କର୍ମ କରିବା, ଅତ୍ୟଧିକ ନୁହେଁ କିମ୍ବା ଆଳସ୍ୟ ନୁହେଁ, ସେଇଭଳି କର୍ମ କରିବା, ଆମର ମାନସିକ ସ୍ଥିତିକୁ ଠିକ୍ ରଖିବା, ସ୍ୱପ୍ନରେ ସୁଦ୍ଧା ଆମର ଚିନ୍ତାଧାରାରେ କୌଣସି ବ୍ୟତିକ୍ରମ ଯେଭଳି ଦେଖା ନ ଦେବ, ସେଇଭଳି ଯଦି ନିଜକୁ ନିଜର ମାନସିକ ସ୍ଥିତିକୁ ଠିକ୍ ରଖିବା, ତାହେଲେ ଏସବୁ କର୍ତ୍ତବ୍ୟକୁ ଯୋଗ ପରିଗଣିତ କୁହାଯିବ। ଅର୍ଥାତ୍ ଆମେ ପ୍ରତ୍ୟେକ ଜିନିଷକୁ ଭୋଗ କରି ସୁଦ୍ଧା ଜଣେ ଯୋଗୀ ଭାବରେ ରହିବା, ଯାହାଦ୍ୱାରା ଆମର ଦୁଃଖକୁ ଆମେ ବିନାଶ କରିପାରିବା। ଯେଉଁମାନେ ଏହି ଜିନିଷକୁ ବୁଝି ନାହାନ୍ତି, ସେମାନେ ବର୍ଷ ସାରା ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଭୋଜନ ଖାଇଦିଅନ୍ତି ଏବଂ ନିର୍ଦ୍ଧାରିତ ଉପବାସ ଦିନ ସେମାନେ ଖାଦ୍ୟକୁ ତ୍ୟାଗ କରିଥାନ୍ତି। ପୁଣି ତା ପରଦିନ ମନ କରିଥାନ୍ତି କିଭଳି ସ୍ୱାଦିଷ୍ଟ ଭୋଜନ କରିବେ। ଯେଉଁଦିନ ଆପଣ ଉପବାସ କରୁଛନ୍ତି, ସେହିଦିନ କ'ଣ ଖାଇବେ ଏବଂ କ'ଣ ନ ଖାଇବେ। ମନେ ରଖନ୍ତୁ, ମୁଁ ଆଗରୁ କହିଥିଲି ଯେ ଆମ ଶରୀରରେ ପ୍ରୋଟିନ୍ ବା ପୁଷ୍ଟିସାର, ଫ୍ୟାଟ୍ ବା ସ୍ନେହସାର ଏସବୁ ବହୁତ ଡେରିରେ ହଜମ ହୋଇଥାଏ। ଆମ ଶରୀରକୁ ସେଗୁଡ଼ିକୁ ହଜମ କରିବା ପାଇଁ ଅଧିକ ଶକ୍ତି ଲଗାଇବାକୁ ପଡ଼ିଥାଏ। ତେଣୁ ଉପବାସ ଦିନ ସେଇଭଳି ଖାଦ୍ୟ ଖାଇବାରୁ ନିବୃତ୍ତ ରୁହନ୍ତୁ। ଅରୁଆ ଭାତ ପ୍ରକୃତରେ ବହୁତ ଗରିଷ୍ଠ। ଅନେକ ଲୋକ ଉପବାସ ଦିନ ଭୁରି ଭୋଜନ ଖାଇବାକୁ ପସନ୍ଦ କରିଥାନ୍ତି। ଚିନି ଯୁକ୍ତ ଅନେକ ଖାଦ୍ୟଦ୍ରବ୍ୟ, ମିଷ୍ଟାନ୍ନ, କ୍ଷୀରି ଇତ୍ୟାଦି ସେବନ କରନ୍ତି। ଚିନି ଏକ ଶର୍କରା ଜାତୀୟ ପଦାର୍ଥ ହୋଇଥିବାରୁ ଏହା ଆମ ରକ୍ତକୁ ଗାଢ଼ କରିଥାଏ ଏବଂ ହଜମ ହେବାରେ ସମୟ ଲାଗିଥାଏ। ତେଣୁ ଅରୁଆ ଅନ୍ନ, ଚିନି ଏସବୁ ମଧ୍ୟ ଆପଣଙ୍କର ଶକ୍ତି ଜାଗ୍ରତକୁ ଏବଂ ଈଶ୍ୱରଙ୍କ ନିକଟରେ ରହିବାର ଯେଉଁ ଇଚ୍ଛା ତାକୁ ନିହାତି ଭାବରେ ଅଳସୁଆରେ ପରିବର୍ତ୍ତନ କରିଦେଇପାରେ। ଆମିଷ ତ ନିହାତି ଭକ୍ଷଣ କରିବା ଉଚିତ ନୁହେଁ, ଏକଥା ଆପଣମାନେ ସମସ୍ତେ ଜାଣିଥିବେ। ତେବେ ଫଳମୂଳ ଏବଂ ସରବତ, ଜୁସ୍ ଏସବୁ ଉପବାସରେ ପିଅନ୍ତୁ। ଏସବୁ ଶରୀର ପାଇଁ ନିହାତି ଆବଶ୍ୟକ। ଏଗୁଡ଼ିକ ଶ୍ୱେତସାର ଜାତୀୟ ପ୍ରଧାନ ଖାଦ୍ୟ ହୋଇଥିବାରୁ ଏବଂ ଜୀବସାର ପ୍ରଧାନ ଖାଦ୍ୟ ହୋଇଥିବାରୁ ଆମର ସ୍ନାୟୁକୁ ଶକ୍ତି ଯୋଗାଇଥାନ୍ତି, ପେଟକୁ ଭାରିପଣ ଲଗାଇ ନଥାନ୍ତି, ଆମ ଶରୀରର ରକ୍ତକୁ ଏମାନେ ସଞ୍ଚାଳିତ କରିବାରେ ଠିକ୍ ସହାୟତା କରିଥାନ୍ତି, ଯାହାଦ୍ୱାରା ଆମର ଶକ୍ତି ଊର୍ଦ୍ଧ୍ୱଗାମୀ ହୋଇଥାଏ ଏବଂ ଯେଉଁ ଧ୍ୟାନ ଲଗାଇବାରେ ଆମକୁ ପରିଶ୍ରମ ପଡ଼ିଥାଏ, ସେହି ଧ୍ୟାନ ଈଶ୍ୱରଙ୍କଠାରେ ସହଜରେ ଲାଗିଯାଇଥାଏ। ଆଜିର ଏହି ଭିଡ଼ିଓରେ ଉପବାସର ପ୍ରକୃତ ଅର୍ଥ ଆପଣମାନଙ୍କୁ ବୁଝାଇ କହିଲି। ଏହାକୁ ଅନେକରୁ ଅନେକ ବ୍ୟକ୍ତିଙ୍କ ସହିତ ସେୟାର କରନ୍ତୁ। ସେମାନେ ନିଶ୍ଚିନ୍ତ ଭାବରେ ଜାଣିପାରିବେ ଏବଂ ନିଜକୁ ସୁଧାରି ପାରିବେ। କେବଳ ଯେ ଭୋକିଲା ରହିବା ନିଷ୍ଠାତ୍ୱର ପ୍ରତୀକ ନୁହେଁ, ବରଂ ପ୍ରକୃତ ଖାଦ୍ୟ ଖାଇବା, ଆବଶ୍ୟକ ପରିମାଣରେ ଖାଦ୍ୟ ଖାଇ ମଧ୍ୟ ଈଶ୍ୱରଙ୍କ ନିକଟରେ ବାସ କରିହେବ।